ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଲାଗୁଥାଏ। ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆମେ ଆମର ଯାତ୍ରା ଆରମ୍ଭ କରିଦେଲୁ ଭିତରକନିକା ଅଭିମୁଖେ। ଯାତ୍ରାଟା ଆରମ୍ଭ ହେଇଥିଲା ଭୋରୁ ଏବଂ ଆମେ ବାଲେଶ୍ୱରରୁ ଆମ ଯାତ୍ରା ଆରମ୍ଭ କରିଥିଲୁ। ଦେଖିପାରୁଥିବେ ସକାଳିଆ ରାସ୍ତା କେତେ ସୁନ୍ଦର ଲାଗୁଛି। ଆମେ କେନ୍ଦ୍ରାପଡ଼ା ଦେଇକି ନ ଯାଇକି ଯେହେତୁ ପାଖ ହବ, ସେଥିଲାଗି ଆମେ କ'ଣ କଲୁ ନା ଭଦ୍ରକ ବାଟ ଦେଇ ଚାନ୍ଦବାଲି ଦେଇ ଆମେ ଭିତରକନିକା ପଳେଇଲୁ। ଯେତେବେଳେ ଚାନ୍ଦବାଲିରେ ପହଞ୍ଚିଲୁ, ସେଇଠି ଆଉ ଗୋଟେ ଜାଗା ଥିଲା ଜୟନଗର। ସେଇଠି ଦେଖିପାରୁଥିବେ ବହୁତ କମ୍ ବୋଟ୍ ଗୁଡ଼ାକ ଥିଲା ଏବଂ ଦେଖିପାରୁଥିବେ ଆମ ପରିବାର, ଆମ ପଡ଼ୋଶୀ ଏମିତି ହେଇକି ମିଳି ହେଇ ଆମେ ଆରମ୍ଭ କରିଦେଲୁ ଆମ ଯାତ୍ରା। ଜଣେ ଭାଇ ସେ କେମିତି କେତେ ହସିକି ଆମ ମାନଙ୍କୁ କହୁଛନ୍ତି କି ଚାଲ ଆରମ୍ଭ କରିଦବା, ବୁଲିବା ଆରମ୍ଭ କରିଦବା। କିଛି ବାଟ ବୋଟ୍ ଯିବା ପରେ ତାଙ୍କ ଅଫିସରେ ରହିଲା, ଯୋଉଠିକି ଆମେ ଆମ ଡିଟେଲ୍ସ ସେମାନଙ୍କୁ ପ୍ରଦାନ କଲୁ। ଆମେ ତାପରେ ସେଠି ସବୁ ଡକୁମେଣ୍ଟ ଭେରିଫାଏ ହେଇଯିବା ପରେ ଆମର ଯାତ୍ରା ଆରମ୍ଭ ହେଇଗଲା। ଦେଖନ୍ତୁ ପାଣି କେତେ ସୁନ୍ଦର ଦେଖାଯାଉଛି, ଚିକ୍ ଚିକ୍ କରୁଛି, ଉପରେ ଆକାଶରେ ବାଦଲ ଗୁଡ଼ାକ କେମିତି ଦେଖାଯାଉଛି। କୁହାଯାଏ ନା ଶରତ ଋତୁରେ ନିର୍ମଳ ଆକାଶ, ନିର୍ମଳ ପାଣି। ଦେଖନ୍ତୁ ସେଇ ଆମେ ଦୁର୍ଗା ପୂଜା ସମୟରେ ହିଁ, ବୋଧେ ଏଇଟା ନବମୀ ଦିନ ହିଁ ଆମେ ଯାଇଥିଲୁ। ଦେଖନ୍ତୁ ତାର ମାହୋଲଟା କେଡ଼େ ସୁନ୍ଦର, ଚାରିଆଡ଼େ ନିର୍ମଳ ଜଳବାୟୁ, ନିର୍ମଳ ପରିବେଶ। କିନ୍ତୁ ଅସୁବିଧା ଗୋଟେ ଥିଲା କି ବହୁତ ଖରା ହଉଥିଲା। ସେଥିପାଇଁ ଆପଣମାନଙ୍କୁ ଅନୁରୋଧ କି ଆପଣମାନେ ଯେତେବେଳେ ବି ଯିବେ, ସେତେବେଳେ ଆପଣ ଶୀତ ଋତୁକୁ ଦେଖିବେ, ଶୀତ ଋତୁକୁ ବେଶୀ ପ୍ରାୟୋରିଟି ଦେବେ। ସେତେବେଳକୁ କ'ଣ ହୁଏ ନା କୁମ୍ଭୀର ମାନଙ୍କର ବ୍ରିଡିଂ ଟାଇମଟା ସରି ଯାଇଥାଏ ଏବଂ କୁମ୍ଭୀର ମାନେ ସବୁ ଆଡ଼ିରେ ଖରାପ ହଉଥାନ୍ତି। କିନ୍ତୁ ଆମମାନଙ୍କୁ କୁମ୍ଭୀରକୁ ଖୋଜିବାକୁ ପଡ଼ିଲା। କାଁ ଭାଁ ବହୁତ ଅଳ୍ପ କୁମ୍ଭୀର ଆମେ ଦେଖିଛୁ। ସେଥିପାଇଁ ଆପଣମାନଙ୍କୁ ମୁଁ ଆଗରୁ ଚେତେଇ ଦେଲି କି ଆପଣମାନେ ଶୀତ ଋତୁକୁ ବେଶୀ ପ୍ରାଧାନ୍ୟ ଦେବେ। ଆଉ ଏଇ ଭିତରକନିକା ଭାରତର ଦ୍ୱିତୀୟ ସର୍ବବୃହତ୍ ତେନ୍ତାଳ ବଣର ମାନ୍ୟତା ପାଏ। ଏଠାରେ ସୁନ୍ଦରୀ ବଣ ଦେଖାଯାଏ, ସୁନ୍ଦରୀ ଗଛ ଦେଖାଯାଏ। ଆଉ ଆମେ ଯୋଉ ପାଣି ଦେଖୁଛେ, ଏଠି ଯୋଉ କୁମ୍ଭୀର ମାନେ ଅଛନ୍ତି, ଏଇ ପାଣିଟା ଖାରିଆ। କାହିଁକି ନା ଏଇ ଯୋଉ ପାଣି ଇଏ କ'ଣ ନା ଆମର ବ୍ରାହ୍ମଣୀ, ବୈତରଣୀ, ଧାମରା ଆଦି ର ଜଳକୁ ମିଶିକି ଏଇ ଏରିଆଟା, ଏଇ କୁମ୍ଭୀର ସଂରକ୍ଷିତ ଜାଗାଟା ହେଇଛି। ଆଉ ଏଠି କେବଳ କୁମ୍ଭୀର କହିଲେ ହବନି, ଆଉ ଅନ୍ୟାନ୍ୟ ସରୀସୃପ ବି ଅଛନ୍ତି। ଆଉ ଜନ୍ତୁ ଭିତରେ ଆମେ ମୟୂର ଦେଖିଛୁ, ତା ବ୍ୟତୀତ ହରିଣ ବି ଦେଖିଛୁ। ଆଉ ବି ଶୁଣାଯାଏ କି ଏଠି ଜଙ୍ଗଲୀ ଶୁଅର ବା ଘୁଷୁରୀ ଆଉ ହେଟା ବାଘ ବହୁତ ପରିମାଣରେ ଅଛନ୍ତି। ଏଇଟା କି ଆମେ ସେଇ ଯୋଉ ଲୋକାଲ ଲୋକ ଯୋଉ ଥିଲେ, ଆମର ଯୋଉ ଡଙ୍ଗାରେ ଯୋଉ ଭାଇ ଆମକୁ ନେଇକି ଯାଉଥିଲେ, ସିଏ କହୁଥିଲେ କି ତାଙ୍କ ଏରିଆରେ, ତାଙ୍କ ଘର ପାଖରେ ସିଏ ଏଇ ସବୁ ଜନ୍ତୁ ଦେଖିଛନ୍ତି। ଆଉ ୟାକୁ ଦେଖିକି ଅନୁଭବ ଭିତରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କର ଗୋଟେ ପଦ ମନେ ପଡ଼ି ଯାଉଥିଲା। ମୁହଁ ଦେଖି ଯିଏ ପାରି ନାହିଁ ଜାଣି ଅନ୍ତରର ପ୍ରତି ଛବି,
मुह देखि जिए पारे नहीं जानी अंतरर प्रति छवि ताकू की कहिबा अनुभवी जणे शिखिबा भावुक कवि। वास्तविक एई कवितार एई दी लाइन मने पड़ीगला जेतेबेले प्रत्येक लोक सीए जेते भी वास्तववादी हेइथाउ ना कहीं सुंदर परिवेश सुंदर प्राकृतिक ए सुंदर परिवेश ताकू निहाती गोटे कवि बा भावुकरे परिणत करिदब। एबे आम डंगा आसिकी लागिगला डांगमाळे सेठी गोटे छोट पार्क टे हेइची आउ तापरे गोटे ब्रीडिंग सेंटर हेइची कुंभीर मानकर आउ हेला गोटे हैचेरी हेइची। एटी आपण देखि परिबे कि एवरी मंथ रे कुंभीर मानकर साइज केते होउची केमती से गोटे छोट माने अंडारू से बड़ कुंभीर को केमती परिणत होउची। या पर देखंतु सेठी ही अछि आ गोटे म्यूजियम 1 किलोमीटर चलीबाकू पड़िबो बस चलीबाकू भारी मजा लागुला। से म्यूजियम रे देखंतु को पक्षी मुजु एठी माछरंका पक्षीकर 8 प्रकार प्रजाति रहिछि। ता व्यतीत आहुरी बहुत पक्षी अछंती। बुलाबुली सारिकी पुणी बोट धरिबा पई आमे जेतेबेले बाहरिलु सेतेबेले हमर सहित जो गाइड भलिया आसीथिले से भाई कोन कले ना हमको एई नुआ तयारी हेइथिबा पोलो रास्ता दे आनिले आउ ए पोलो रे चलीबार स्मृतिटा वास्तविक बहुत नियारा कहिना एबेर समय रे गाड़ी मोटर रे बसिकी एमती हाथ तयारी काठ पोलो रे 2 किलोमीटर पर्यंत रास्ता चलीबा बहुत मजादार थिला। ए पोलो रे चलीबा बेलको सबुठारु बेसी मजा लागुतिला कि पोलोर चारिकड़ रे गछ गुड़ाक थिला तले हेंटाळ बण आ ऊपर सुंदर आकाश आउ सेतेबेलको टिके संध्या हेई आसुतिला तो सूर्य किरण आउ नथिला तो से जो पवन ठंडा पवन रे हमर चलिकी बोट धरिबा बहुत बढ़िया स्मृति थिला। बुलाबुली सारिकी आमे बोट रे बसी गलु आम डंगा चलीला। ये देखंतु ए गछरे आपण देखि पारथिबे पक्षी माने केमती बसिचंती संध्या हेई आसुची तो याकू आमे एई सब प्राकृतिक परिवेश को अनुभव करी करी आमे चलीचु। आजिर दिनटा बहुत सुंदर थिला परिवार सहित आसीबा एई कर्म जंजाल भितर गोटे दिन बाहर करिकी आसीबा बुलाबुली करिबा आउ मजा मस्ती रे दिनटा काटिबा बहुत मजादार थिला। आ समस्त को अनुरोध कि आपण माने थरे ओडिसार ई सुंदर जगह को आसंतु एंजॉय करतु। जय जगन्नाथ।